नमस्कार दर्शक बंधु आपण समस्तଙ୍କୁ पुणी थरे स्वागत जनाऊँगी। दर्शक बंधु जितेबले आपण ठाकुरଙ୍କ पाखरे आपण माने दीप लगाउचंती, दीप जଳି सारिला परे जो सलिता जଳି जाई थाए किंबा पड़ी जाई थाए सेही सलिता को जदि आपण माने फिंगी देउचंती तेबे एही वीडियोटी आपण माने निश्चित देखंतु। केबे आपणଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଏହି ସଳିତାକୁ ଆମେ ଫିଙ୍ଗି ଦେଉଛୁ ତାର କ'ଣ ଉପକାରିତା ରହିଛି? ଏହି ସଳିତା ଫିଙ୍ଗି ଦେଲେ ଆମର କ'ଣ କ୍ଷତି ହୋଇଥାଏ? ଦର୍ଶକ ବନ୍ଧୁ, ଯଦି ଆପଣ ଏହି ସଳିତାକୁ ଫିଙ୍ଗି ଦେଲେ ଏହାର ଚମତ୍କାରୀ ଫାଇଦା ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି। ସେହି ଜଳି ଯାଇଥିବା ସଳିତାକୁ ଆପଣମାନେ ପ୍ରକୃତରେ କ'ଣ କରିବେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯେ ଜାଣିବା ପାଇଁ ଆପଣମାନେ ମୋ ଭିଡ଼ିଓଟିକୁ ଶେଷ ଯାଇକି ଦେଖନ୍ତୁ। ଏହି ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ବହୁତ ଲୋକ ଏହି ବିଷୟରେ ଜାଣି ନଥିବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏହି ସଳିତା ଆପଣଙ୍କୁ କରୋଡ଼ପତି ମଧ୍ୟ କରିପାରେ। ତେବେ ଦର୍ଶକ ବନ୍ଧୁ, ଦୀପ ଅନ୍ଧାରରେ ଆଲୋକ ଦର୍ଶାଏ। ଏହି ଦୀପ ଯେତେବେଳେ ଆମେ ଠାକୁରଙ୍କ ପାଖରେ ବହୁତ ଗୁଡ଼ିଏ ଶକ୍ତି ଅର୍ଥାତ୍ ଦୈବ ଶକ୍ତି ଏହି ଦୀପକୁ ଆସିଥାଏ। ଥରେ ଆପଣମାନେ ନିଜକୁ ପଚାରନ୍ତୁ, ଯେତେବେଳେ ପୂଜା ସମୟରେ ଆପଣ ଦୀପ ଲଗାଉଛନ୍ତି ମନ୍ଦିରରେ ବା ଘରେ କାହିଁକି ଲଗାଉଛନ୍ତି? କ'ଣ ପାଇଁ ଲଗାଉଛନ୍ତି? ଆପଣଙ୍କ ମନରେ ଗୋଟିଏ ବିଶ୍ୱାସ ଅଛି ଯେ ଦୀପ ଲଗାଇବା ଦ୍ୱାରା ଈଶ୍ୱର ଆମ ଡାକ ଶୁଣନ୍ତି। ଥରେ ଥରେ ଆପଣ ଲକ୍ଷ୍ୟ କରିଥିବେ ଯେ ଦୀପ ବହୁତ ଜୋରରେ ଜଳେ। ଦୀପର ସଳିତା ଫଡ଼ ଫଡ଼ ହେଉଥିବ, ଦୀପର ସଳିତା ଲହୁଥିବ, ଧୀରେ ଧୀରେ ଜଳୁଥିବ, ଏପଟ ସେପଟ ହେଉଥିବ। କେବେ ଆପଣ ଭାବିଛନ୍ତି କି ଈଶ୍ୱର ଆମ ଉପରେ ସନ୍ତୁଷ୍ଟ ଅଛନ୍ତି? ଯେଉଁଦିନ ଆପଣ ନିଷ୍ଠାର ଏବଂ ଭାବର ସହିତ ପୂଜା କରୁଥିବେ ସେହିଦିନ ଏମିତି ହେଉଥିବ। ଯଦି ଆପଣଙ୍କ ସହିତ ଏହିପରି ହେଉଛି ତ କମେଣ୍ଟ ସେକ୍ସନରେ ନିଜର ଅନୁଭୂତି ଜଣାନ୍ତୁ। ଦର୍ଶକ ବନ୍ଧୁ, ଆମେ ଯେତେବେଳେ ଈଶ୍ୱରଙ୍କ ପାଖରେ ଦୀପ ଲଗାଉ ଦୀପ ପଡ଼ିଯାଇଥାଏ, ବେଳେବେଳେ ସଳିତା ଅଧାରୁ ଲିଭି ଯାଇଥାଏ। ଯଦି ଆପଣଙ୍କ ସଳିତା ଅଧାରୁ ପଡ଼ି ଲିଭିଯାଉଛି ତେବେ ଜାଣିନିଅନ୍ତୁ ଯେ ଈଶ୍ୱର ଆପଣଙ୍କ ପୂଜାକୁ ଗ୍ରହଣ କରିନାହାନ୍ତି। ନିଶ୍ଚୟ ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇଛି। ଯଦି ଆପଣଙ୍କ ସହିତ ଏହିପରି ରେଗୁଲାର ହେଉଛି, ବାରମ୍ବାର ହେଉଛି, ତାହେଲେ ଆପଣ ଈଶ୍ୱରଙ୍କ ପାଖରେ କ୍ଷମା ଭିକ୍ଷା କରନ୍ତୁ। ଆପଣ ବହୁତ ବଡ଼ ବିପଦ ସଙ୍କଟରୁ ରକ୍ଷା ପାଇଯିବେ। ଏହା ନିଶ୍ଚୟ ଯଦି ଆପଣଙ୍କ ସହ ହେଉଛି ତ ଈଶ୍ୱରଙ୍କ ପାଖରେ ଗୁହାରି କରନ୍ତୁ। ଆଗକୁ ଆସୁଥିବା ଦୁର୍ଘଟଣାରୁ ଯାହାକି ଆମେ ତ ଜାଣିନୁ, ଈଶ୍ୱର ଜାଣିଛନ୍ତି। ଯଦି ଦୀପରୁ ସଳିତା ଅଧା ପଡ଼ିକି ରହିଯାଏ, ଦୀପରୁ ସଳିତା ଯେମିତି ସମ୍ପୂର୍ଣ୍ଣ ପଡ଼ିଯିବ ଏହି କଥାକୁ ଧ୍ୟାନ ଦେବେ। ତେବେ ଏହା ତ ଥିଲା ଈଶ୍ୱରଙ୍କ ସଂକେତ। ତେବେ ଜଳି ଯାଉଥିବା ପୋଡ଼ା ସଳିତାକୁ ଆପଣ କ'ଣ କରିବେ? ଆପଣମାନେ ଏହି ସଳିତାକୁ ଫିଙ୍ଗି ଦେଉଛନ୍ତି ନା ଯେଉଁ ଘରେ ସଳିତାକୁ ଫିଙ୍ଗି ଦେଉଛନ୍ତି ଏହି ସଳିତା ପାଦରେ ଲାଗିଥାଏ? ଧୂପବତୀ ସବୁବେଳେ ପଡ଼ିଥାଏ କିମ୍ବା ଜଳି ଯାଉଥିବା ସଳିତାର ପୋଡ଼ା ସଳିତା ଆମ ପାଦରେ ବାଜିଥାଏ କିମ୍ବା ଏଠି ସେଠି ଫିଙ୍ଗି ଦେବା ଦ୍ୱାରା ଲକ୍ଷ୍ମୀ ଛାଡ଼ି ଚାଲିଯାଏ ବୋଲି କୁହାଯାଏ। ତେଣୁ ଏହି ଦୀପର ଏତେ ଶକ୍ତି ଅଛି ଯେ ଆମେ ଭଗବାନଙ୍କୁ ଡାକୁଛେ, ଭଗବାନଙ୍କ ପୂଜାରେ ଗୋଟେ ଦୀପ ଲଗାଉଛେ ଏବଂ ସେହି ଦୀପର ସଳିତାକୁ ଆମେ ଏଠି ସେଠି ଫିଙ୍ଗି ଦେଉଛେ। ତେବେ ଆପଣମାନେ ସେହି ସଳିତାକୁ ଜମା ବି ଏଠି ସେଠି ଫିଙ୍ଗିବେ ନାହିଁ। ଏହି ସଳିତାକୁ ଆପଣମାନେ କ'ଣ କରିବେ? ଏହାକୁ ଆପଣମାନେ ଏକ ଛୋଟ ଡବାରେ ପୋଡ଼ା ସଳିତାକୁ ରଖିଦିଅନ୍ତୁ। ଯେତେବେଳେ ଏହା ବହୁତ ସାରା ହୋଇଯିବ ଆପଣମାନେ କ'ଣ କରିବେ? ଏହାକୁ କିଛି କର୍ପୂର ପକାଇ କରି ଏହାକୁ ଜାଳିଦେବେ। ତା ସହିତ ଆପଣମାନେ ଝୁଣା ବି ପକାଇକି ଜଳାଇ ପାରିବେ କିମ୍ବା କିଛି କର୍ପୂର ପକାଇ କିଛି ଘିଅ ପକାଇ ଜାଳିପାରିବେ। ସନ୍ଧ୍ୟା ସମୟରେ ପୁରା ଘର ସାରା ବୁଲାଇ ପାରିବେ। ପୁରା ଘର ସାରା ଏହି ଧୂଆଁ ବୁଲାଇ ସାରିବା ପରେ ପୁରା ଏହି ଧୂପବତୀ ଥଣ୍ଡା ହୋଇଯିବ। ଏହାର ପାଉଁଶକୁ ସାଉତିକି ଗୋଟିଏ ଛୋଟ ଡବାରେ ରଖନ୍ତୁ। ଏହି ପାଉଁଶକୁ ପ୍ରତିଦିନ ସକାଳେ ଟିକା ଲଗାନ୍ତୁ। ଯେତେବେଳେ ଆପଣ ପରୀକ୍ଷା କିମ୍ବା ବଡ଼ ବଡ଼ ଇଣ୍ଟରଭ୍ୟୁରେ ଯାଉଛନ୍ତି କିମ୍ବା ଗୋଟିଏ ଶୁଭ କାର୍ଯ୍ୟରେ ଯାଉଛନ୍ତି ତ ଏହି ଟିକାକୁ ମଥାରେ ଲଗାଇକି ଯାଇପାରିବେ।
କାମକୁ ଯିବା ପୂର୍ବରୁ ଟୀକାକୁ ଲଗାନ୍ତୁ। ଥରଟିଏ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଏହି ଯେଉଁ ଦୀପର ଏହାର କେତେ ମହତ୍ତ୍ୱ ଅଛି। ଯେଉଁ ଘରେ ଆମେ ଠାକୁରଙ୍କୁ ବିଶ୍ୱାସ କରୁ ଯେ ଈଶ୍ୱର ଆମ ପୂଜାକୁ ସ୍ୱୀକାର କରୁଛନ୍ତି, ତେବେ ଏହି ଯେଉଁ ସଳିତା ଆମେ ଈଶ୍ୱରଙ୍କ ପାଖରେ ଲଗାଇଥାଉ, ଏହା ହେଉଛି ଏକ ମାଧ୍ୟମ ଈଶ୍ୱରଙ୍କ ପାଖକୁ ଆମର ପହଞ୍ଚାଇବା ବାର୍ତ୍ତା ବା ମାଧ୍ୟମ। ଆମ ଭିତରେ ଈଶ୍ୱରଙ୍କ ସହିତ ଯେଉଁ କନେକ୍ସନ୍ ବା ଯେଉଁ ଭାବ ଥାଏ, ଏହି ଦୀପ ମାଧ୍ୟମରେ ଆମେ ଈଶ୍ୱରଙ୍କ ପାଖରେ ଆମ ଦୁଃଖ ଜଣାଇଥାଉ। ଅଗ୍ନି ସାକ୍ଷୀ ଥାଏ। ପଞ୍ଚତୃତୀୟ ମଧ୍ୟରେ ଅଗ୍ନି ବି ଗୋଟେ ତୃତୀୟ ଦୀପର ସଳିତାରେ କେତେ ମହତ୍ତ୍ୱ ଅଛି, ଆଉ ଆମେ ତାହାକୁ କ'ଣ କରୁ? ଏଠି ସେଠି ଫିଙ୍ଗି ଦେଉଥାଉ। ଯଦି ଆପଣ ଏହି ପାଉଁଶକୁ ଜଳାଇବାକୁ ଚାହୁଁନାହାନ୍ତି, ତ ଆପଣଙ୍କ ଘରେ ଯେଉଁ ଗଛ ଅଛି ତାକୁ ଖୋଳିକି ମାଟି ଭିତରେ ସେହି ପାଉଁଶକୁ ସେହି ମାଟିରେ ପୋତି ଦିଅନ୍ତୁ। ନଚେତ୍ ଏହି ଦୁଇଟି ଭିତରୁ କୌଣସିଟି ବି କରିପାରିବେ। ତେବେ ଯେଉଁ ଦୀପ ଆପଣ ଠାକୁରଙ୍କ ପାଖରେ ଲଗାଉଛନ୍ତି, ସେହି ମାଟିର ଦୀପକୁ ଟିକେ ପାଣିରେ ଧୋଇଦେବେ, ନହେଲେ ହଳଦୀ ପାଣିରେ ଟିକେ ବୁଡ଼ାଇକି ପୁଣି ଥରେ ତାକୁ ପୂଜା କାର୍ଯ୍ୟରେ ଲଗାଇ ପାରିବେ। ମନେ ରଖନ୍ତୁ, ଦୀପ ଯେତେ ପୁରୁଣା ହେବ, ଆପଣଙ୍କ ଘରେ ଈଶ୍ୱରଙ୍କ ଆଶୀର୍ବାଦ ସେତେ ଦୃଢ଼ ହେବ। ଯେତେବେଳେ ଆମେ ଈଶ୍ୱରଙ୍କ ପାଖରେ ଗୋଟିଏ ଦୀପକୁ ବାରମ୍ବାର ଲଗାଇଥାଉ, ସେହି ଦୀପ ସେତିକି ପାୱାରଫୁଲ୍ ହୋଇଯାଇଥାଏ। ତେଣୁକରି କେବେ ବି ନିଜ ଘରର ଦୀପକୁ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ। ସେ ମାଟି ଦୀପ ହେଉନା ପଛେ କାହାକୁ ଦିଅନ୍ତୁ ନାହିଁ, କିମ୍ବା ପୂଜାର ଯାହା ବି ଜିନିଷ କାହାକୁ ଦିଅନ୍ତୁ ନାହିଁ। ଏଥିରେ ଏତେ ଶକ୍ତି ଥାଏ ଯେ ଆମେ ପୂଜାରେ ଦୀପ ଲଗାଇବା ବେଳେ ଈଶ୍ୱରଙ୍କ ନାମ ନେଇକି ଦୀପ ଲଗାଇଥାଉ। ତେଣୁ ଜମା ବି ଏହାକୁ ଅନ୍ୟକୁ ଦିଅନ୍ତୁ ନାହିଁ। ଏହି ଦୀପ ଦୈବୀ ଶକ୍ତିରେ ଭରପୁର ଥାଏ। ଏହା ଆମ ଘରର ବହୁତ ମଙ୍ଗଳ କରିଥାଏ। ତେଣୁ ଦର୍ଶକ ବନ୍ଧୁ, ଯେତେବେଳେ ଆପଣ ଈଶ୍ୱରଙ୍କ ପାଖରେ ଅଖଣ୍ଡ ଦୀପ ଲଗାଉଛନ୍ତି ଏବଂ ସେହି ଦୀପ ଲିଭିଗଲେ ଆମକୁ ଡର ଲାଗେ କି ଆମ ଘରେ କିଛି ବିପଦ ମାଡ଼ି ଆସୁଛି କି? କିଛି ଦୁର୍ଘଟଣା ଘଟିବନି ତ? ଯେତେବେଳେ ବି ଆପଣ ଅଖଣ୍ଡ ଦୀପ ଲଗାଉଛନ୍ତି, ଆପଣ ଦୁଇଟି ଦୀପ ଲଗେଇକି ରଖନ୍ତୁ। ଯେତେବେଳେ ଅଖଣ୍ଡ ଦୀପଟି ଲିଭିଯିବାର ସମ୍ଭବ ଅଛି, ତ ସେହି ଦୀପରୁ ଜ୍ୟୋତି ନେଇ ଆର ଦୀପରେ ଲଗେଇକି ରଖିଦିଅନ୍ତୁ। ଏମିତି କଲେ ଆପଣଙ୍କ ପୂଜା ଅଧାରେ ରହିବନି। ଅଖଣ୍ଡ ଦୀପ ଲିଭିଗଲେ ଆମ ମନରେ ଡର ଆସିଥାଏ, କିଛି ଗୋଟେ ଭୁଲ ହେବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ କେବେ ବି ପଡ଼ିଥିବ ସଳିତାକୁ ଫିଙ୍ଗି ଦିଅନ୍ତୁ ନାହିଁ। ଏହି ଭିଡ଼ିଓରେ ମୁଁ ଯେମିତି କହିଛି ସେମିତି ନିହାତି ଥରେ କରିକି ଦେଖନ୍ତୁ। ଦେଖିବେ ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ମୋର ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।